ବାପା ବଞ୍ଚିଥିବା ଯାଏ ବାପ ଘର। ବାପା ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଥିବେ ସେତେ ଦିନ ଯାଏ ଝିଅଟିଏ ତାର ବାପ ଘରକୁ ବଡ଼ ଗର୍ବରେ ଆସୁଥିବ। କଥା କଥାକେ ଜିଦ୍ କରୁଥିବ। ଯଦି କିଏ କିଛି କହିଦେବ ତେବେ ଆଉ ଡେରି ନକରି ଇଏ ମୋ ବାପାଙ୍କ ଘର ବୋଲି ଗର୍ବରେ ବଡ଼ ପାଟି କରି ଝିଅଟି କହୁଥିବ। ଆଉ ଯେଉଁଦିନ ତାର ବାପା ମରିଯିବେ ସେଦିନ ଝିଅଟି ଏତେ ବଡ଼ ପାଟି କରି କାନ୍ଦିବ ଯେ ତାର କାନ୍ଦ ଶୁଣି ଆଖପାଖ ଜ୍ଞାତି କୁଟୁମ୍ବ ଲୋକେ ସମସ୍ତେ ଜାଣିଯିବେ ଘରକୁ ଝିଅ ଆସିଛି ବୋଲି। ବାପା ମରିଯିବା ପରେ ସେହି ଝିଅଟି ନିଜର ସାହସ ହରାଇ ବସେ। ବାପା ବଞ୍ଚିଥିବା ବେଳେ ଝିଅଟି ନିଜ ଘରେ ଯେମିତି ଜିଦ୍ କରି ଆସୁଥିଲା ସେମିତି ଜିଦ୍ ଆଉ ସେ ତାର ଭାଇ ଭାଉଜଙ୍କ ପାଖରେ କରିପାରିବନି। ଯାହା କିଛି ଦେବେ ତାକୁ ସେ ଖାଇଦେବ, ଯାହା ପିନ୍ଧିବାକୁ ଦେବେ ତାକୁ ବିନା ଦ୍ୱିଧାରେ ଗ୍ରହଣ କରିବ। ତାର କାରଣ ହେଉଛି ଯେତେ ଦିନ ଯାଏ ତାର ବାପା ବଞ୍ଚିଥିଲେ ସେଇ ଘରେ ତାର ରାଜୁତି ଚାଲିଥିଲା ବୋଲି ସେ ଭଲ କରି ଜାଣିଥିଲା। ଝିଅଟି ଆଖିରେ ତାର ବାପା ହେଉଛନ୍ତି ପୁରୁଷୋତ୍ତମ। ବାପାଙ୍କ ପାଇଁ ତାଙ୍କର ଝିଅଟି ନିଜ ଜୀବନ ଠାରୁ ମଧ୍ୟ ଅଧିକ। ଅଥଚ ଏକଥା ବାପା କେବେ ବି କାହା ଆଗରେ କୁହନ୍ତି ନାହିଁ। ସେମିତି ଝିଅଟି ପାଇଁ ତାର ବାପା ହେଉଛନ୍ତି ଦୁନିଆରେ ସବୁଠୁ ବଡ଼ ସାହସ ଓ ଗର୍ବ। ଏକଥାକୁ ମଧ୍ୟ ଝିଅଟି କାହାରି ଆଗରେ କେବେ ପ୍ରକାଶ କରେ ନାହିଁ। ସତରେ ବାପା ଓ ଝିଅଙ୍କ ଭିତରେ ମଧୁର ସମ୍ପର୍କର ଗଭୀରତା ସମୁଦ୍ର ଠାରୁ ମଧ୍ୟ ଢେର ଅଧିକ। ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।